କଥାକୁ ବିଶ୍ୱାସ କରୁନଥିଲୁ ଏଥର ନିଜେ ଦେଖି ବିଶ୍ୱାସ ହେଲା ତ? ସେମାନେ କଣ ଆମ ସାଙ୍ଗରେ କଥା କହିବେ? ନିଶ୍ଚୟ କହିବେ। ଆମେ ଯେତେବେଳେ ହିଂସା ଛାଡ଼ିଦେବା ଆଉ ଜଣକୁ ଅନ୍ତର ଦେଇ ଭଲ ପାଇବା ଶିଖିବା ଗଛ ମତେ କହିଛି ପରା ଆତ୍ମା ସାଙ୍ଗରେ ଆତ୍ମା ମିଶାଇ ପାରିଲେ ଯାଇ ଜଡ଼ ଜଗତ ସାଙ୍ଗରେ କଥା କହିପାରିବା ତାଙ୍କ ସୁଖ ଦୁଃଖରେ ଭାଗ ନେଇପାରିବା। ସତରେ କଲୁ। ମୁଁ ଆଗରୁ ଭାବୁଥିଲି ଘୁମୁରି ପାରା ମୋ ସହିତ କଥା କୁହନ୍ତା କି ଆଉ ପ୍ରଜାପତି ମୋ ସହିତ ଖେଳନ୍ତା କି ଆଉ ଫୁଲ ମୋ ହାତକୁ ନାଚି ନାଚି ଡେଇଁ ପଡନ୍ତା କି। ଆରେ ସେଇ ବେଳ ତ ଆମର ଆସୁଛି ସେଇଆ ହବ। ଦେଖୁଛୁ ଆମେ ଗାଁରେ ରହି କେତେ କଳିକଜିଆ କରୁଥିଲେ ମାରପିଟ କରୁଥିଲେ ଏଠି କେତେ ନିଶୁନ କେତେ ଶାନ୍ତି ଆମେ ଜାଣିନଥିଲେ ଏ ପୃଥିବୀରେ ଯେତେ ଗଛଲତା ଜୀବଜନ୍ତୁ ମନୁଷ୍ୟ ଅଛନ୍ତି ସେମାନେ କିଛି ଭାବନ୍ତି ବୋଲି ସେମାନେ କିଛି କରନ୍ତି ବୋଲି ତାଙ୍କ ଦୁଃଖ ଦୁଃଖରେ ସେମାନେ କିଛି କଥା କୁହାକୁହି ହୁଅନ୍ତି ବୋଲି। ମୁଁ ଆଗରୁ ଜାଣିଥିଲି ଯେ କେମିତି ଜାଣିଲୁ? ପଢା ବହିରେ ପୁରା ଲେଖା ଅଛି ଗଛ ଅଙ୍ଗାରକାମ୍ଳ ଗ୍ରହଣ କରେ ସଂଯୋଗ ବିଶ୍ରାମ ନିଏ ଆଉ ମେଘକୁ ଆଦର କରି ପାଖକୁ ଡାକେ ଅନେକ ଜାତୀୟ ପଶୁ ପକ୍ଷୀ ମଣିଷକୁ ଭଲ ପାଆନ୍ତି ନିଜର କରି ପାଖରେ ରୁହନ୍ତି। କିନ୍ତୁ ମଣିଷ ଏମାନଙ୍କ ମନ କଥା ବୁଝିପାରେ ନା ଛେଳି କୁକୁଡ଼ାଙ୍କୁ ପାଳି ପୋଷି ତାଙ୍କୁ ହାଣି କାଟି ପାଟି ସୁଆଦ କରେ ବିନା କାରଣରେ ନାନା ଅତ୍ୟାଚାର କରେ। ସତରେ କଲୁ ମଣିଷ ଏଇକ୍ଷଣି ନିଜ ଚେତା ହଜେଇ ଦେଇଛି। ଆଗାମୀ ପୃଥିବୀ ପାଇଁ ତପସ୍ୟା କରିବା ପୁରୁଣା ସବୁ ଦଳି ମକଚି ଦେଇ ଗୋଟିଏ ପରେ ଗୋଟିଏ କାରଣ ଖୋଜି ବାହାର କରିବା। ଚାଲ।